ନମସ୍କାର। ଆଜି ବି ସେଇ କାଳୁର କଥା ମାନେ କାଳୁ ଯଦି ଗୋଟାଏ ଜିନିଷ ଚାହିଁବ ତାହେଲେ ଆମମାନଙ୍କ ଜୀବନରେ ଯାହା ଆମକୁ ଅସମ୍ଭବ ବୋଲି ଲାଗୁଥିବ କାଳୁର ଗୋଟିଏ ଚୁଟକିରେ ତାହା ସମ୍ଭବ ହେଇଯିବ। ମୁଁ କହିବାକୁ ଏହା ଚାହୁଁଛି ଯେ ଆମମାନଙ୍କ ମଣିଷମାନଙ୍କ ଜୀବନରେ ଯେଉଁଟାକୁ ଆମେ ଭାବିବା ଯେ ଆମେ ଏଇ ଯେଉଁ ସ୍ୱପ୍ନଟା ଦେଖୁଛେ ଏ ଜନ୍ମରେ ଏ ସ୍ୱପ୍ନ ଆଦୌ ସତ୍ୟରେ ପରିଣତ ହୋଇପାରିବ ନାହିଁ, କିମ୍ବା ଏଭଳି ଏକ ଘଟଣା ଆଦୌ ଘଟିପାରିବ ନାହିଁ, କିମ୍ବା ମୋ ଜୀବନରେ ଏଇ ଯେଉଁ ଇଚ୍ଛାଟା ହଉଛି এই ଇଚ୍ଛାଟା ଆଦୌ ପୂରଣ ହୋଇପାରିବ ନାହିଁ, ଯୋଉଟାକୁ ଅସମ୍ଭବ ମନେ ହେଉଥିବ। କିନ୍ତୁ କାଳୁ ଯଦି ଚାହିଁବ ତାହେଲେ ତା ପାଇଁ ଏ ସଂସାରରେ ଅସମ୍ଭବ ବୋଲି କିଛି ନାହିଁ। ମଣିଷ ପାଇଁ ଯାହା ଅସମ୍ଭବ ତାହା କାଳୁ ଗୋଟାଏ ମୁହୂର୍ତ୍ତରେ ସତେ ଯେମିତି ମ୍ୟାଜିକ୍ କଲା ଭଳି ସେ ଅସମ୍ଭବଟା ସମ୍ଭବ ହୋଇଯାଇପାରିବ। ଆଜି ମୋ ଜୀବନରେ ଏଇ ଗଲା ମାସରେ, ଏଇଟା ଏପ୍ରିଲ ମାସ, ଏଇ ଗଲା ମାସରେ ସେଇଭଳି ଏକ ଅଭାବିତ ଅଚିନ୍ତନୀୟ ଘଟଣା ଘଟିଗଲା, ଯାହା ପରେ ମୁଁ ଭାବିଲି କାଳୁ ପ୍ରକୃତରେ କିଏ? ଏଇ କାଳୁ ଯଦି ଚାହିଁବ ଏଇ ଜୀବନରେ କ'ଣ ନ ହୋଇପାରିବ। ଏଇ ଘଟଣା ଆପଣମାନଙ୍କୁ କହୁଛି ଏଇ ସକାଶେ ପୁଣି ଥରେ ସେଇ କାଳୁ ପ୍ରତି ଆପଣମାନଙ୍କର ଦୃଢ଼ ଆସ୍ଥା ବିଶ୍ୱାସ ବଢ଼ୁ। କାଳୁ ଆପଣମାନଙ୍କ ଜୀବନରେ ଜଣେ ବନ୍ଧୁ ଭାବରେ ହଉ ବା ଯେକୌଣସି ଭୂମିକାରେ ଆପଣଙ୍କ ସହ ସେ ଯୋଡ଼ି ହେଇ ରହୁ। କେବଳ ସେଇତକ ଜଣେଇବା ପାଇଁ ଆଜିର ଏ ଭିଡ଼ିଓଟି। ବର୍ତ୍ତମାନ କାଳୁକୁ ଟିକେ ରଖିଦଉଛି ଏବଂ କାଳୁ କିଭଳି ଚମତ୍କାରିତା କଲା ବା ସିଏ କିଭଳି ଜଣେ କାଳୁ ଗୋଟେ କଳା ଯାଦୁଗର, ଏ ବ୍ଲାକ୍ ମ୍ୟାଜିସିଆନ, ସେ କଥାଟା ବର୍ତ୍ତମାନ କହୁଛି। ଗୋଟିଏ ମୁହୂର୍ତ୍ତ। ମୁଁ ଆପଣମାନଙ୍କୁ ଜଣେଇ ଦଉଛି ମୋ ଜୀବନରେ ଗୋଟେ ସ୍ୱପ୍ନ ଥିଲା। ବିଶେଷ କରି ଯେତେବେଳେ ମୁଁ ତ ବ୍ୟାଙ୍କରେ ଚାକିରି କରୁଥିଲି, ରିଟାୟାରମେଣ୍ଟ ପାଖ ହେଇ ଆସୁଥାଏ। ମୁଁ ବ୍ୟାଙ୍କରୁ ରିଟାୟାର୍ଡ କଲି 2014 ମସିହାରେ। ରିଟାୟାରମେଣ୍ଟ ପାଇଁ 2-4 ବର୍ଷ ଅଛି। ମୁଁ ସବୁବେଳେ ମୋ ମନ ଭିତରେ ଭାବେ ଯେ ରିଟାୟାର୍ଡ ପରେ ମୁଁ ଗୋଟେ ଆଶ୍ରମ କରିବି। ଆଶ୍ରମ ଜୀବନଟା କ'ଣ ତାହା ମଧ୍ୟ ଏଇ ଛୋଟିଆ ଜୀବନରେ ମୁଁ ତାହା ମଧ୍ୟ ଉପଭୋଗ କରିବି। ମୋ ଜୀବନଟା ଆଜି ସ୍ପଷ୍ଟ ଭାବରେ କହୁଛି କେବଳ ଗୋଟେ ପରୀକ୍ଷାଗାର। ମୁଁ ସବୁବେଳେ ଚାହିଁଛି ମଣିଷ ଜୀବନ ଯେଉଁ ପାଇଛି ଏଇ ଛୋଟିଆ ଜୀବନଟି, ଏଥିରେ ମୁଁ ସବୁ ପରୀକ୍ଷା ନିରୀକ୍ଷା କରିନେବି। ଏହା ପରେ କ'ଣ ଅଛି ମୁଁ ଜାଣେନି। ତେଣୁ ମୁଁ ଏଇ ଛୋଟିଆ ଜୀବନରେ ତଥାକଥିତ ସମସ୍ତ ନୀତି ନିୟମକୁ ନ ମାନିଲେ ଜୀବନ କେମିତି ଚାଲିପାରିବ ତାକୁ ବି ପରୀକ୍ଷା କଲି। ତଥାକଥିତ ଧର୍ମ ଧାରଣାରେ ବା ସେଇ ଶଗଡ଼ ଗୁଳାରେ ନ ଚାଲିଲେ ମଧ୍ୟ ଜୀବନ କେମିତି ଯାଇପାରିବ ତାକୁ ମଧ୍ୟ ପରୀକ୍ଷା ନିରୀକ୍ଷା କଲି। ଏଇ ଛୋଟିଆ ଜୀବନରେ ଈଶ୍ୱର କିଏ ଖାଲି ତାଙ୍କୁ ବହିରେ ପଢ଼ି
ବା କାହା ମୁହଁରୁ ତାଙ୍କ ବିଷୟରେ ଶୁଣି ମୁଁ ସନ୍ତୁଷ୍ଟ ହୋଇନଥିଲି। ମୁଁ ଚାହିଁଥିଲି ଈଶ୍ୱରଙ୍କୁ ମୁଁ ସିଧାସଳଖ ଦେଖିବି, କଥାବାର୍ତ୍ତା କରିବି। ଯଦି ଈଶ୍ୱର ବୋଲି କେହି ପ୍ରକୃତରେ ଥାଆନ୍ତି, ନାଇଁ ଆମକୁ କେବଳ ଈଶ୍ୱରଙ୍କ ନାମରେ କେବଳ ଆମର ସ୍କୁଲ ଶିକ୍ଷକ, ପିତାମାତା, ଧର୍ମଗୁରୁ ଏବଂ ଶାସ୍ତ୍ର ପଣ୍ଡିତ ପୁରୋହିତ ମାନେ ଆମକୁ କେବଳ ମନ ଭୁଲାଇବା ପାଇଁ ଗୋଟେ ଗପ କହୁଛନ୍ତି। ତା ମଧ୍ୟ ମୋ ମନ ଭିତରେ ସବୁବେଳେ ଥାଏ। ତେଣୁ ଏଇ ଛୋଟ ଜୀବନରେ ମୁଁ ଈଶ୍ୱରଙ୍କୁ ମଧ୍ୟ ଖୋଜିଲି। ଖାଲି ଖୋଜିଲିନି, ମୁଁ ଈଶ୍ୱରଙ୍କର ସାକ୍ଷାତ ମଧ୍ୟ କଲି। ଈଶ୍ୱରଙ୍କୁ ଦର୍ଶନ ମଧ୍ୟ ମୁଁ ସ୍ପଷ୍ଟ ଭାବରେ ଏଇ ଖୋଲା ଚକ୍ଷୁରେ କରିଛି। ମୋର ଏ କଥା ଶୁଣି ଅନେକ ଆକୁ ଗ୍ରହଣ ନ କରିପାରନ୍ତି, ସେଥିରେ ମୋର ଦୁଃଖ ନାହିଁ। ମୁଁ ଯଦି ସେଇଭଳି ଏକ ମୂଲ୍ୟବାନ ହୀରା ପଥର ପାଇଛି ବା ଘରେ ରଖିଛି, ଯାହାର ମୂଲ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା ହେବ, ମୁଁ କହିବି ମୋ ପାଖରେ ଗୋଟେ ହୀରା ମୁଣ୍ଡା ଅଛି ଯୋଉଟା ଲକ୍ଷ ଲକ୍ଷ କୋଟି ହବ। ସମସ୍ତେ କହିବ ଏଇ ମିଛ କଥା କହୁଛି। ମୋର କ'ଣ ଗଲା? ଆପଣଙ୍କୁ ବିଶ୍ୱାସ ନ କଲେ ମୋର କ'ଣ କିଛି ଯିବ କି? ମୁଁ ତ ଜାଣୁଛି ମୋ ଘର ଭିତରେ ହୀରା ମୁଣ୍ଡାଟା ଥୁଆ ହେଇଛି। ଠିକ ଅବିକଳ ସେମିତି ଈଶ୍ୱରଙ୍କ ସତ୍ତାକୁ ମୁଁ ମଧ୍ୟ ଏଇ ଜୀବନରେ ଉପଲବ୍ଧିରେ ଆଣିପାରିଲି। ଈଶ୍ୱରଙ୍କୁ ଏଇ ସ୍ୱଚକ୍ଷୁରେ ମଧ୍ୟ ଦର୍ଶନ କରିପାରିଲି। ଏହା ମଧ୍ୟ କହୁଛି, ଆପଣମାନେ କୌଣସି ତଥାକଥିତ ଧର୍ମଗୁରୁ, ପଣ୍ଡିତ ପୁରୋହିତଙ୍କ କଥାରେ ଆଦୌ ପଥ ହୁଡ଼ିବେ ନାହିଁ। ସେମାନେ କହିବେ ନାଇଁ, ଏଇ ଚର୍ମଚକ୍ଷୁରେ କେହି ଈଶ୍ୱରଙ୍କୁ ଦେଖିପାରନ୍ତି ନାହିଁ। ଗୁଲି କଥା। ଯେହେତୁ ସେମାନେ ଦେଖିନାହାନ୍ତି, ତେଣୁ ସେମାନେ ଏଇ କଥା କହିବେ। ଯିଏ ଦେଖିଛି ସିଏ କଥା କହିବ ନାହିଁ। ଛାଡ଼ନ୍ତୁ, ଆଗୁଆ କହିଛି ମୋର ଏଇ ଛୋଟିଆ ଜୀବନଟା ଗୋଟେ ପରୀକ୍ଷା ନିରୀକ୍ଷାର। ଏବଂ ମୁଁ ଯେ ଜଣେ ଏଇ ଛୋଟିଆ ଜୀବନରେ ପୂର୍ଣ୍ଣ ମଣିଷ ମାନେ ଆଗରୁ ଗୋଟେ ଭିଡ଼ିଓରେ କହିଥିଲି। ସେ କଥା ଶୁଣି ଜଣେ ଭଉଣୀ ଭୁବନେଶ୍ୱରରୁ ମୋତେ ଫୋନରେ ପଚାରିଲେ, ବାବା ମୁଁ ବୁଝିପାରିଲି ନାହିଁ, ଆପଣ ପୂର୍ଣ୍ଣ ମଣିଷ କ'ଣ? ପୂର୍ଣ୍ଣ ମଣିଷର ସଂଜ୍ଞା କ'ଣ? ପୂର୍ଣ୍ଣ ମଣିଷ ମାନେ ମୁଁ ସଂସାରୀ, ପୁଣି ମୁଁ ସନ୍ନ୍ୟାସୀ। ସଂସାରର ଜୀବନ ଜିଉଛି, ସନ୍ନ୍ୟାସର ଜୀବନ କ'ଣ ତା ମଧ୍ୟ ମୁଁ ଦୀର୍ଘ 30 ବର୍ଷ ଧରି ଉପଭୋଗ କରୁଛି। ମୁଁ ସମ୍ଭୋଗ କ'ଣ ଜାଣେ, ସମାଧି ମଧ୍ୟ କ'ଣ ଜାଣେ। ପୂର୍ଣ୍ଣ ମଣିଷ ମାନେ ମୁଁ ଗୋଟିଏ ଶବ୍ଦରେ କହିବି, ସମ୍ଭୋଗର ସୌନ୍ଦର୍ଯ୍ୟ, ପ୍ରେମର ପୁଲକ ଏବଂ ଧ୍ୟାନର ଶୂନ୍ୟତା, ଏଇ ତିନୋଟି ଯାକ ଅବସ୍ଥାକୁ ଏଇ ଜୀବନରେ ମୁଁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିଛି, ଉପଲବ୍ଧିରେ ଆଣିଛି। ସମ୍ଭୋଗର ପଥ ଦେଇ ମୁଁ ଆଜି ସମାଧି ସ୍ତରରେ ମଧ୍ୟ ପହଞ୍ଚି ପାରିଛି। ଏବଂ ଏଇ ସମାଧି ସ୍ତରରେ ପହଞ୍ଚିବା ମାର୍ଗରେ ମୋର ଈଶ୍ୱରଙ୍କ ସହିତ ସାକ୍ଷାତ ହେଇଛି। କାଳୁ ଆଜି ମୋ ଏଇ ଜୀବନରେ ଏକ ନିର୍ଜୀବ କାଠ ଗଣ୍ଡି ନୁହେଁ, ସିଏ ଏକ ଜୀବନ୍ତ ସତ୍ତା, ଜିଅନ୍ତା ଠାକୁର, ଯିଏ ନୀତି ପ୍ରତିଦିନ ମୋ ସହ ଅଛି। ମୋ ସହ ସମ୍ପର୍କରେ ଆମେ ପରସ୍ପର ରହିଛୁ। ଆଉ ବିଶେଷ କରି ମୋର ସମସ୍ତ କଥା ସେ ବୁଝିଥାଏ। ଏମିତି ତା ସହିତ ସାକ୍ଷାତ, କଥାବାର୍ତ୍ତା ଏ ବିଷୟରେ ମୁଁ ଅନେକ ଭିଡ଼ିଓ କରିଛି। ଯେଉଁମାନେ ନୂଆ କିରି ମୋର ଏ ଭିଡ଼ିଓ ଦେଖୁଛନ୍ତି, ସେମାନେ ପଚାରୁଛନ୍ତି, ବାବା ଆପଣ ସେସବୁ ବିଷୟରେ କୁହନ୍ତୁ। ଆପଣ ମୋ ଭିଡ଼ିଓକୁ ସ୍କ୍ରଲ୍ କରି ପଛ ସବୁ ଦେଖନ୍ତୁ। ପ୍ରାୟ ଭିଡ଼ିଓ 355 ଖଣ୍ଡେ ହେଇଗଲାଣି। ଆପଣ ଅନେକ ଜିନିଷ ଦେଖିପାରିବେ। ତେବେ ବି ମୁଁ ମଝିରେ ଅତୀତରେ କହିଥିବା ଅନେକ କାଳୁକୁ ନେଇ କଥା ଆଉ ଥରେ ମଧ୍ୟ ପୁନରାବୃତ୍ତି କରିବି। ତେଣୁ ଏଇ ଯୋଉ କହେ କାଳୁ ମୋର ସବୁ କିଛି ବୁଝେ, ଏଇ ସବୁ କିଛି ମାନେ ମୁଁ ପୁଣି ଥରେ ଚେତେଇ ଦଉଛି,
ଅନ୍ୟମାନେ ଯେଉଁ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି, କୁହନ୍ତି ମୋ ଝିଅ ପାଇଁ ଗୋଟେ ବର ଖୋଜି ଦିଅ, ପୁଅର ଚାକିରି କରେଇ ଦିଅ, ସ୍ୱାମୀର ପ୍ରମୋଶନ କରେଇ ଦିଅ, ଆମକୁ ଘର ତୋଳିବାରେ ସାହାଯ୍ୟ କର, ଜମି ଖଣ୍ଡେ କିଣେଇ ଦିଅ, ସକଳ ମୁଖ୍ୟ ମୁଖ୍ୟ କାମନା ବାସନାକୁ ସମସ୍ତେ ଈଶ୍ୱରଙ୍କୁ ମାଗିଥାନ୍ତି। ମୁଁ ଈଶ୍ୱରଙ୍କୁ ସତ କଥା କହୁଛି, ଜୀବନରେ କେବେ ହିଁ କିଛି ମାଗି ନାହିଁ। କାରଣ ମୁଁ ଜାଣିଛି, ମୋର ବ୍ୟକ୍ତିଗତ ଜୀବନର ଉପଲବ୍ଧିରୁ ମୁଁ ଜାଣିଛି ଏବଂ ଏହା ଉପରେ ମୁଁ ମଧ୍ୟ ଲେଖିଛି ବହିରେ, ମାଗିଲେ ମିଳେ ନା, ନ ମାଗିଲେ ମିଳେ। ଈଶ୍ୱରଙ୍କୁ ତୁମେ ଯଦି ପ୍ରାର୍ଥନାରେ କିଛି ମାଗିଦେଲ ତାହେଲେ ସେ କିଛି ଦେବ ନାହିଁ। ଏଇଟା ତାର ନିୟମ। ଈଶ୍ୱରଙ୍କୁ ତମେ ଯଦି କିଛି ନ ମାଗୁଛ ବରଂ ସେ ତମକୁ ଯାଚିକି ଦେବେ। ଈଶ୍ୱରଙ୍କୁ ଆମେ ମାଗିବା କ'ଣ? ଆମେ କହୁଛେ ସେ ସର୍ବଜ୍ଞାତା, ସର୍ବବ୍ୟାପୀ, ସବୁଠି ଅଛି, ସବୁ ଜାଣିପାରୁଛି, ସବୁ ଶୁଣିପାରୁଛି, ଏକଥା କହୁଛେ, ଶ୍ଲୋକରେ ବୋଲୁଛେ, ଶାସ୍ତ୍ରକୁ ଡଗଡଗିକିରି ବୋଲିକି କହୁଛେ, କିନ୍ତୁ ବାସ୍ତବ ଜୀବନରେ ଆମେ ତାକୁ ବଡ଼ ପାଟିରେ ମାଗିଥାଉ ବା ନୀରବରେ ମାଗିଥାଉ। ଆରେ ଯଦି ସେ ସବୁ ଆମ କଥା ଜାଣିପାରୁଛି ତାକୁ ଫେରେ ମାଗିବ କ'ଣ? ସେ ତ ଜାଣିପାରୁଛି, ଆଉ ତମର ଯାହା ଆବଶ୍ୟକତା ସେ ଦବ। ଆମେ ଅନେକ ଜିନିଷ ମାଗିଥାଉ, ହୁଏତ ସେଗୁଡ଼ିକ ପାଇବାର ଯୋଗ୍ୟତା ଆମର ନଥିବ, ତେଣୁ ସେ ଦିଏ ନାହିଁ। ସେ ଯାହା ଯୋଗ୍ୟତା ଭାବିବ ଇଏ ପାଇବା କଥା ସେ ଦବ। କାରଣ ଆମର ମାଗିବାଟା ହେଲା ଶୀତ ରାତିରେ ଜ୍ୱରରେ କମ୍ପୁଥିବା ଛୋଟ ଛୁଆଟା ତା ମାଆକୁ କହିବ, ବୋଉ ମୋତେ ଏନେ ଗୋଟେ ଆଇସ୍କ୍ରିମ୍ ଦେ, ମୁଁ ଖାଇବି। ଏକରେ ତାକୁ ଥଣ୍ଡା ଧରିଛି, ଜ୍ୱର ହେଇଛି, ଆଇସ୍କ୍ରିମ୍ ଆଦୌ ଖାଇବା କଥା ନୁହଁ। ସେ କିନ୍ତୁ ତା ମାଆକୁ ମାଗୁଥିବ, ମୋତେ ଗୋଟେ ଆଇସ୍କ୍ରିମ୍ ଦେ, ଆଇସ୍କ୍ରିମ୍ ଦେଲେ ମୁଁ ଖାଇବି। ତା ମାଆ କହିବ, ତୋ ଜ୍ୱର ଭଲ ହେଇଯାଉ, ମୁଁ ତୋତେ ଦେବି, କିମ୍ବା ପରେ କେବେ ଦେବି, ଭୁଲେଇ ଦବ। କାରଣ ସେ ଜାଣିଛି ଏନେ ତାର ଆଇସ୍କ୍ରିମ୍ ଖାଇବା କଥା ନୁହେଁ। ଅବିକଳ ସେମିତି ଆମେମାନେ ଈଶ୍ୱରଙ୍କୁ ମାଗିଥାଉ, ଛୋଟ ପିଲାଟି ଆଇସ୍କ୍ରିମ୍ ମାଗିଲା ଭଳି। ଯଦି ଆମର ଯାହା ମାଗିଥାଉ ସେଇଟା ଆମର ପାଇବାର ଯୋଗ୍ୟତା ନଥାଏ ବା ସେଇ ସମୟରେ ପାଇବା ଉଚିତ ନୁହେଁ, ଈଶ୍ୱର ଦେବେନି। ସେ ମାଆଟି ତାର ଯେମିତି କହେ ଯେ ତୋର ଏଇନା ଆଇସ୍କ୍ରିମ୍ ଖାଇବା ସମୟ ହେଇନି, ତତେ ଦେବିନି, ଈଶ୍ୱର ବି ସେୟା। ତେଣୁ ଆମେମାନେ ଏଇଭଳି ସବୁ ମାଗିଥାଉ। ମନେ ରଖନ୍ତୁ ଏଇ ନିୟମଟିକି, ମାଗିଲେ ମିଳେ ନା, ନ ମାଗିଲେ ମିଳେ। ଯଦି ଆପଣମାନେ ଆଦୌ ମାଗିବେ ନାହିଁ ଏବଂ ଆପଣ ଜାଣୁଛନ୍ତି ସେ ସବୁ ଶୁଣିପାରୁଛି, ଆପଣ ମାଗିବେ କାହିଁକି? ଯଦି ଜାଣୁଛନ୍ତି ସେ ସବୁ ଜାଣିପାରେ, ପୁଣି ମାଗିବେ କାହିଁକି? ତେଣୁ ଯିଏ ସେଇଭଳି ଭାବରେ ତାକୁ ଗ୍ରହଣ କରିଛି, କାଳୁକୁ ଗ୍ରହଣ କରିଛି, କାଳୁ ତାର ସବୁ କିଛି ବୁଝେ। ତେଣୁ ମୋ କଥା ଯୋଉ ବୁଝେ, ସେ ଝିଅର ବାହାଘର, ପୁଅର ଚାକିରି କି ଘର ତୋଳିବି ଏସବୁ ନୁହଁ। ମୋର ସବୁ କଥା ବୁଝେ ମାନେ ମୋ ଦେହ ଖରାପ ହେଲେ ଗୋଡ଼ ହାତ ଘଷି ଦେବାଠୁ ଆରମ୍ଭ କରି, ଔଷଧ ପଠାଇବାଠୁ ଆରମ୍ଭ କରି, ଅପରେସନ ହଲରୁ ମୋତେ ଉଠେଇ ଦେବାଠୁ ଆରମ୍ଭ କରି, ପ୍ରତି ମୁହୂର୍ତ୍ତରେ ଯଦି କାରରେ କୁଆଡ଼େ ଯାଉଛି, ମୁଁ ସେ ଘଟଣା ସବୁ ଏନେ କହୁନି ଏଇ ଭିଡ଼ିଓରେ। କାରରେ ଗଲାବେଳେ ଯଦି ବାଟରେ କିଛି କାର ଜନିତ କିଛି ଘଟଣା ଘଟୁଛି, ଅସୁବିଧା ଘଟୁଛି ବା ଦୁର୍ଘଟଣା ଘଟୁଛି, ଗୋଟାଏ ମୁହୂର୍ତ୍ତରେ ଯୋଉଠି ଅନ୍ୟମାନେ ବିଚଳିତ ହେଇଯିବେ, ବେହୋସ ହେଇଯିବେ, ବିପି ବଢ଼ିଯିବ, ସେଠି ଗୋଟାଏ ମୁହୂର୍ତ୍ତରେ ସେ କୌଣସି ନା କୌଣସି ରୂପରେ, ସେ କଥା ମୁଁ ଏନେ କହୁନି, ସେ ଆସିକି ଗୋଟାଏ ମୁହୂର୍ତ୍ତରେ ଫୁଟକିରେ ମୋତେ ସେ ବିପଦରୁ ମଧ୍ୟ ଉଦ୍ଧାର କରୁଛି। ଏକଥା ମଧ୍ୟ ଅତୀତରେ ଘଟଣା ଘଟିଛି। ତେଣୁ ସେଇ ସକାଶେ କହିଲି ସିଏ ମୋର ସବୁ କିଛି ବୁଝେ। ବର୍ତ୍ତମାନ ମୂଳ କଥାକୁ ଚାଲି ଆସିବା। ବ୍ୟାଙ୍କରେ ଥିଲାବେଳେ ରିଟାୟାରମେଣ୍ଟ ପାଖ ହେଲା ବେଳକୁ ମୁଁ ଚାହିଁଲି ମୋର ଗୋଟେ ଆଶ୍ରମ ହେବ ଏବଂ ମୁଁ ସଂସାର ଦେଖିଲି, ମୁଁ ସନ୍ନ୍ୟାସ ଜୀବନଟାକୁ ମଧ୍ୟ ଦେଖିବି। ଆଶ୍ରମ ଜୀବନଟାକୁ ଆମର ଯୋଉ କୁହାଯାଇଛି ଜୀବନର ଶେଷ ଭାଗଟା ବାନପ୍ରସ୍ଥ, ମୁଁ ସେ ଆଶ୍ରମ ଜୀବନଟା ମଧ୍ୟ ଉପଭୋଗ କରିବି। ଆଉ ବିଶ୍ୱାସ କରନ୍ତୁ, ରିଟାୟାରମେଣ୍ଟ ପରେ ପରେ ଏବେ ଯୋଉ ମୁଁ ଅନେକ ଭିଡ଼ିଓରେ କହିଛି ତୁଳସୀଦାସ ଆଶ୍ରମ, କଟକ ପୀର ବଜାର ପାଖରେ
କଟକର ଜଗତପୁର ଗୋଲେଇ ଛକ ପାଖରୁ 5 କିଲୋମିଟର ସାଲେପୁର ରାସ୍ତାରେ ଗଲେ ରାସ୍ତା କଡ଼ରେ ପଡ଼ିବ ପୀର ମସଜିଦ। ସେଇ ପୀର ମସଜିଦ ଯେଉଁଠି ଅଛି ସେ ଭିତରୁ ଗୋଟେ ଗାଁକୁ ରାସ୍ତା ପଡ଼ିଛି। ସେ ଗାଁ ସେଇ ରାସ୍ତାରେ ଗଲେ ସୁନାଖଳା ଗାଁ ପଡ଼ିବ, ଯେଉଁଠି ଅଛି ତୁଳସୀ ଦାସ ଆଶ୍ରମ। ଏକଦା ସନ୍ଥ ତୁଳସୀ ଦାସ ଯିଏ ରାମଚରିତ ମାନସର ଲେଖିଥିଲେ ରଚୟିତା, ସିଏ ଆସି 600 ବର୍ଷ ତଳେ ଶ୍ରୀକ୍ଷେତ୍ର ଆସିଥିଲେ। ଚାଲି ଚାଲି ଯେତେବେଳେ ଶ୍ରୀକ୍ଷେତ୍ରରୁ ଯାଉଥିଲେ ବାଟରେ ସେ ତାଙ୍କ ଶିଷ୍ୟମାନଙ୍କ ସହିତ ସେଇ ଜାଗା ସ୍ଥାନରେ, ସେଇ ଗାଁରେ, ସେଇ ସ୍ଥାନରେ 2 ରାତି ରହିଥିଲେ। ଯାହାଙ୍କ ପରେ ଆଜିକୁ 600 ବର୍ଷ ତଳେ ତାଙ୍କ ଉଦ୍ଦେଶ୍ୟରେ, ତାଙ୍କ ସ୍ମୃତିରେ ସେଠି ତୁଳସୀ ଦାସ ଆଶ୍ରମ ବୋଲି ଗୋଟେ ଆଶ୍ରମ ଗଢ଼ି ଉଠିଛି। ମୋର ରିଟାୟାରମେଣ୍ଟ ପରେ ପରେ ମୋ ଘର ପୁରୀ, ତଳମାଳି ସାହି, ଆଶ୍ରମ ହେଲାଣି କଟକ। କଟକଠୁ ପରେ 5-6 କିଲୋମିଟର ପରେ ଗାଁ ସୁନାଖଳା। ସେଇ ତୁଳସୀ ଦାସ ଆଶ୍ରମକୁ ଏକ ଅଭାବିତ ଘଟଣା ଚକ୍ରରେ ମୋର ସାନ ଭାଇ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ, ଯିଏ ବର୍ତ୍ତମାନ ଚହଟା ଆଶ୍ରମର ଅଧ୍ୟକ୍ଷ, ସ୍ୱାମୀ ଅସୀମାନନ୍ଦ ସରସ୍ୱତୀଙ୍କର ଶିଷ୍ୟ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ, ଏକ ପରିଚିତ ନାମ, ଯାହାଙ୍କର ରେଡ଼ିଓରେ ସବୁଦିନ ସକାଳୁ ଅନୁଚିନ୍ତା ଦିଏ, ଯାହାଙ୍କ ଲେଖା ସମାଜରେ ପ୍ରକାଶିତ ହୁଏ, ଯିଏ ରାମଚରିତ ମାନସକୁ ନେଇ ଛତିଶଗଡ଼, ଓଡ଼ିଶା ବାହାରେ ଅନେକ ପ୍ରବଚନ ଦେବାକୁ ଯାଇଥାନ୍ତି। ଜଣେ ଅତ୍ୟନ୍ତ ଶୁଦ୍ଧ, ଖୁବ୍ ଭଲ ବ୍ରହ୍ମଚାରୀ ଜଣେ, ସିଏ ମୋର ସାନ ଭାଇ। ଗୋଟେ ଘଟଣା ଚକ୍ରରେ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ଦିନେ ମୋତେ କହିଲେ, ଭାଇ ଆପଣ ତ ଚାହୁଁଛନ୍ତି ଗୋଟେ ଆଶ୍ରମ ଜୀବନ ଜିଇବା ପାଇଁ, ବା ଆଶ୍ରମରେ ଆମମାନଙ୍କୁ ବା ସାଧାରଣ ମଣିଷମାନଙ୍କୁ ଧ୍ୟାନ ଶିଖାଇବା ପାଇଁ ଗୋଟେ ଆଶ୍ରମ ଅଛି, ଆପଣ ଚାଲନ୍ତୁ। ଯଦି ସେ ସ୍ଥାନଟା ଭଲ ଲାଗିବ ତାହେଲେ ସେଇ ଆଶ୍ରମରେ ଆପଣ ଆପଣଙ୍କର ଆଶ୍ରମ ଜୀବନ ଅତିବାହିତ କରିବେ। ଗୋଟାଏ ଦିନ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମୋତେ ନେଇକି ଏଇ ତୁଳସୀ ଦାସ ଆଶ୍ରମ, ଯେଉଁ ଆଶ୍ରମ ସହିତ ମୁଁ ଆଜିକି 7-8 ବର୍ଷ ଧରି ଜଡ଼ିତ, ସେଠିକି ନେଇଥିଲେ। ଆଶ୍ରମର ପରିବେଶ ସ୍ୱର୍ଗୀୟ ପରିବେଶ। ଗୋଟେ ପଟେ ବିରୂପା ନଦୀ ବହି ଯାଉଛି, ଗୋଟେ ପଟେ କେନାଲ। ପ୍ରାୟ 10-12 ଏକର ଜମି ଭିତରେ ଆଶ୍ରମ ଅବସ୍ଥିତ। ହଜାର ହଜାର ଗଛ, 24 ଘଣ୍ଟା ଚଢ଼େଇ ମାନଙ୍କର ରାବ, ପିଓର ଅକ୍ସିଜେନ। ଏବଂ ମୁଁ ଗୋଟାଏ ମୁହୂର୍ତ୍ତରେ ସେଇ ତୁଳସୀ ଦାସ ଆଶ୍ରମର ପ୍ରାକୃତିକ ପରିବେଶର ପ୍ରେମରେ ପଡ଼ିଗଲି। ଏବଂ ସେଇ ଦିନ ଠାରୁ ସେଇ ତୁଳସୀ ଦାସ ଆଶ୍ରମ ମୋର ହେଇଗଲା ସନ୍ନ୍ୟାସ ଜୀବନର ବାସସ୍ଥଳୀ। ଆଜିକି 5-6 ବର୍ଷ ଧରି ମୁଁ ସେଠାରେ ଯେଉଁମାନଙ୍କର ଆଗ୍ରହ ଥାଏ ସେମାନଙ୍କୁ ମୁଁ ସେଠି ଧ୍ୟାନ ଶିଖାଏ। ଧ୍ୟାନ ଶିଖାଏ ମାନେ ଆଜିକାର ଗୁରୁମାନେ କେହି କାହାରିକି ଧ୍ୟାନ ଶିଖଉନାହାନ୍ତି, ଖାଲି କହୁଛନ୍ତି ଧ୍ୟାନ କର। ସେମାନେ ଚାହାନ୍ତି ତାଙ୍କ ଗୁହାଳରେ ସମସ୍ତେ ଶିଷ୍ୟ ହୁଅନ୍ତୁ, ତାଙ୍କ ଗୁହାଳରେ ବନ୍ଧା ହେଇକି ରୁହନ୍ତୁ ଏବଂ ଆଶ୍ରମକୁ ଡୋନେସନ୍ ଦିଅନ୍ତୁ। ମଣିଷର ଉତ୍ତରଣ କେମିତି ଆଧ୍ୟାତ୍ମିକ ଉତ୍ତରଣ ହେବ, ସେ ଦିଗରେ କୌଣସି ଧର୍ମଗୁରୁମାନେ ଆଦୌ ବର୍ତ୍ତମାନ ସମୟରେ ଆଦୌ ସିରିୟସ୍ ନୁହନ୍ତି, ବା ସେଇଭଳି ସିଧାସଳଖ ପ୍ରତ୍ୟକ୍ଷ ଭାବରେ ଶିଷ୍ୟ ଶିଷ୍ୟମାନଙ୍କ ସହିତ ଯୋଗାଯୋଗ ରକ୍ଷା କରନ୍ତିନି। ଆଉ ଧ୍ୟାନ ଶିଖିବା ତ ଦୂରର କଥା। ମୁଁ କିନ୍ତୁ ସମସ୍ତଙ୍କୁ ଧ୍ୟାନର କଳା କୌଶଳ ଏବଂ ଈଶ୍ୱରଙ୍କୁ ପାଇବାର ମାର୍ଗ, ଯେଉଁ ମାର୍ଗ ଦେଇ ମୁଁ ଈଶ୍ୱରଙ୍କୁ ସାକ୍ଷାତ କରିଛି, ମୁଁ ଗ୍ୟାରେଣ୍ଟି ଭାବରେ ଲୋକମାନଙ୍କୁ ମାର୍ଗ ଦେଖାଉଛି। ଏଇ ରାସ୍ତାରେ ଗଲେ ତମେ ନିଶ୍ଚୟ ଈଶ୍ୱରଙ୍କୁ ପାଇବ। ମୁଁ ଯଦି ସେଇ ରାସ୍ତାରେ ଯାଇ ପାଇଛି ତାହେଲେ ତମେ ମାନେ କାହିଁ ନ ପାଇବ? ଆଉ ଯେଉଁ ଗୁରୁମାନେ କହୁଛନ୍ତି ଈଶ୍ୱରଙ୍କୁ ଏ ଜନ୍ମରେ ପାଇବା ସହଜ ନୁହଁ, ଇଏ ହେଲା ଚର୍ମଚକ୍ଷୁରେ ତମେ ପାଇପାରିବନି, ସାଧୁସନ୍ଥ ମାନେ ଶହ ଶହ ବର୍ଷ ଧରିକି ତପସ୍ୟା କରି ପାଇନାହାନ୍ତି, ସେମାନେ ଗୁଲି ଗପ କହୁଛନ୍ତି। ଯେହେତୁ ସେମାନେ ଈଶ୍ୱରଙ୍କୁ ସ୍ୱଚକ୍ଷୁରେ ସଶରୀରରେ ଦେଖା କରିନାହାନ୍ତି, ତେଣୁ ସେମାନେ ଆପଣଙ୍କୁ ବାଟ ଭୁଲେଇ ଦେଉଛନ୍ତି। ମୁଁ କିନ୍ତୁ ଯେଉଁ ମାର୍ଗ ଦେଇ ଈଶ୍ୱରଙ୍କୁ ପାଇଛି ସେଇ ମାର୍ଗ ଲୋକଙ୍କୁ ଶିଖାଏ। ତେଣୁ ତୁଳସୀ ଦାସ ଆଶ୍ରମରେ ମୁଁ ଦୀର୍ଘ କିଛି ବର୍ଷ ଧରି ମୋର ସନ୍ନ୍ୟାସ ଜୀବନ ଅତିବାହିତ କରେ ଏବଂ ସେଇଠିକି ମୋତେ ଭଲ ପାଉଥିବା ମୋର ଅନୁଗାମୀ ମାନେ ଆସନ୍ତି। ଏଠି ଚାଲିଥିଲା, କିନ୍ତୁ ପ୍ରତି ମଣିଷ, ଆମେ ଯେଉଁ ସମାଜରେ ରହୁଛେ, ସବୁବେଳେ ଅହଙ୍କାର ଭିତରେ ଗୋଟେ ସଂଘର୍ଷ ହୁଏ। ସେ ଆଶ୍ରମ ମଧ୍ୟ ଗୋଟେ ମ୍ୟାନେଜମେଣ୍ଟ ଦ୍ୱାରା ପରିଚାଳିତ।
से मैनेजमेंट किसी लोक अच्छा दिनकू दिन वृद्धि पाउथिबा मोर पॉपुलैरिटी से भल लगिलानी से माने धीरे धीरे अनेक नीति नियम मो आगे थोइले आपण जदि बाबा एठी आसी रहिबे बा ध्यान शिखेबे आपण को एई नियम भितर चलवा को पड़िबो आ मु एभली एक मनीष मते आज जाए संसार 74 वर्ष जाए कौन सी नीति नियम बंधन रे मु आज जाए मते केही बांधी पारि नाहंती कौन से शास्त्र बांधी पारिनी कौन सी धर्म गुरु मध्य बांधी पारि नाहंती मु कौन सी नीति नियम को धराबंधा नीति नियम को माने नाही मु मनुष्य को भल पाए ईश्वर को सृष्टि की भल पाए तेणु मते कहगला तुलसीदास आश्रम मैनेजमेंट द्वारा आपण ए नियम को एथरक पालन कले आपण एठी ध्यान शिविर करि परिबे बा एठी आपणकर सन्यास जीवन बीतई पारिबे मु सेई दिन एबेका कथा मु सेई दिन मन भीतर स्थिर कर देली मु एमानकर नीति नियम बंधन भितर बांधी रहिबा मनुष्य नुहे तेणु मु स्थिर कली मु आसी कालू को कहली सब कथा मु कालू को कहे आपण पचार केमिति कहती जेमि मु आपण सहित कथाता करछि सेमिति कहे आ विशेषकर ध्यानस्थ अवस्था रे आम भीतर संपर्क जोड़ी हुए मु कालू कहली कालू मोर स्वप्न थिला मु गोटे आश्रम जीवन जीवा रिटायर पे तोर अशेष करुणारू तू मते तुलसीदास आश्रम रे एतिक दिन रक्षार व्यवस्था कलु वर्तमान किंतु तुलसीदास आश्रम रे मु आउ रही पारिया संभव नुहे कारण से जो नियम कहउचंती से नियम को पालन करिया को मो मन आदौ प्रस्तुत नुहे से माने 1000 वर्ष तलर पुराना घोषणा नियम मो आगे कहउचंती मु ता भीतर बांधिबा चाहूनी तेणु मो पई एथरक कौन से को निजस्व मोर गोटे आश्रम करदेवार तू व्यवस्था कर एटा मु कालू को जणई देली बास कथा एई थरक आपण टिके भल पे सुनु एवं बास एई मार्च मासर कथा मोर अनेक मते भल पाउथबा वयस्क अत्यंत शिक्षित उच्च शिक्षित मोर बंधु माने भाई माने शिष्य माने अनुगामी माने अछंती तांको भितरु जणे मते अत्यंत भल पाउथबा ओडिशा बाहर जणे मोर शिष्य मते दिने कहिले मन को तांका आडू कहले बाबा आपण को नारे गोटे आश्रम हो कारण आपण जतरा संसार रे नथिबे आपणकर लिगासी बंची रहिबा दरकार लिगासी माने आपण चली जिबे आपणक आदर्श को आमे माने बंची रखिबु तेणु आपणक निज नारे गोटे आश्रम होबा दरकार हठात से कहले ता पूर्व मु मोर कालू को जणी देछि जे एथरक तुलसीदास आश्रम मो पई आ नुहे से माने कटकणा जारी कलेनी मो पई गोटे तू आश्रम रो व्यवस्था कर मु मोर गोटे आश्रम एटा मो मन भीतर कथा ठीक ता 2-3 दिन परे सेई शिष्य जन को जे ओडिशा बाहर रो से कहिले जे आपण को लिगासी की बंचिया पई मु चाहूची आपण को नारे गोटे आश्रम हो मु कहले आश्रम मो जगह किनिया को पड़िबो बहुत टंका खर्च मते लाणी 74 वर्ष एटा कोन आ संभव ना नहीं आपण जगह देखंतु टंका पैसा जोगाड़ हबार व्यवस्था करवा देखिया तेबे भी सुधा मु अरे जगहटे किनिया आजिकल जो दाम हेलानी 40-50 लाख नहले कोन गोटे छोटिया जगहटे मिलिबो तेबे भी मो भीतर भी कालू जमती कहला तू जगह देखे मु तेणु जगह देखा आरंभ कली जेहेतु से सुनाखड़ा गाँटी प्राकृतिक परिवेश एते सुंदर मु चाहिए जदि आश्रम हम से सुनाखड़ा गाँव रे माने तुलसीदास आश्रम ता जो गाँव अच्छी सुनाखड़ा रे से गाँव रे गोटे जमी हेले भल तेणु जमी खोजा आरंभ होला एटा मार्च मासर कथा मार्च मास प्राय 12 तारिख पर कथा एवं
ସେଇ ସୁନାଖଳା ଗାଁରେ ମୋର ଯିଏ ପରମ ଶିଷ୍ୟ ପପୁ ମହାରାଜ ତାଙ୍କର ଶ୍ୱଶୁର ଘର। ପପୁ ମହାରାଜଙ୍କର ଶ୍ୱଶୁରଙ୍କୁ ମୁଁ କହିଲି ଆପଣ ତ ଏଇ ଗାଁର ଲୋକ, ଆପଣ ଟିକେ ଜମି ଖଣ୍ଡେ ଦେଖନ୍ତୁ। ତାପରେ ଆମର ଜମି ଖୋଜା ଆରମ୍ଭ ହେଲା। ପପୁ ମହାରାଜଙ୍କର ଶ୍ୱଶୁର ଏହା ଭିତରେ ସେଇ 10-15 ଦିନ ଭିତରେ ଦୁନିଆ ଜାଗା ଦେଖିବା ପାଇଁ ସେଇ ଗାଁରେ ମୋତେ ନେଲେ। ମୁଁ ତ ସବୁବେଳେ ରହେନି ସୁନାଖଳା ଗାଁରେ, ମୁଁ କେତେବେଳେ ପୁରୀରେ ରୁହେ, କେତେବେଳେ ଭୁବନେଶ୍ୱରରେ ମୋ ପୁଅ ପାଖରେ ମଧ୍ୟ ରୁହେ। ମୁଁ ସବୁବେଳେ ଗାଡ଼ି କରି ଯାଏ, ଆମେ ଦେଖୁ। ଗୋଟେ ଜାଗା ଦେଖାଗଲା, ସେ ମାଲିକ କହିଲା ଏଟା ମୁଁ ନେବି 44 ଲକ୍ଷ। ଜଣେ ମାଲିକ କହିଲା ଏ ଜମିକୁ ମୁଁ ବିକିବି 30 ଲକ୍ଷ। ଯେତେବେଳେ ମୁଁ କହିଲି ହଁ ଏଇଟା କିଣା ହେବ, ସେ ସାଙ୍ଗେ ସାଙ୍ଗେ 2 ଦିନ ତଳେ କହିଛି 30 ଲକ୍ଷ, କହିଲା ଏଟା ମୁଁ ବିକିବି 40 ଲକ୍ଷ। ମାନେ 40 ଲକ୍ଷ, 44 ଲକ୍ଷ, 50 ଲକ୍ଷର ଜମି ସବୁ ଦେଖାଗଲା। ଆରେ 50 ଲକ୍ଷ ଦେଇ ଜମି ଆସିବ କୋଉ ଟଙ୍କା? ମୁଁ ବିଚଳିତ ହେଉଥାଏ। କିନ୍ତୁ ଏଇ ଯେଉଁ ଶିଷ୍ୟ ଜଣକ ମୋର ଓଡ଼ିଶା ବାହାରର ଶିଷ୍ୟ, ସିଏ କହୁଥାନ୍ତି ଆପଣ ଆଗ ଫାଇନାଲ କରନ୍ତୁ କୋଉଟା କିଣା ହେବ, ତାପରେ ଆମେ ଟଙ୍କା କଥା ଚିନ୍ତା କରିବା। ଏମିତି 3-4ଟା ଜାଗା ଦେଖାଉଥାଏ, ଏତେ ଟଙ୍କା, ମନ ମୋର ଭାରି ଯାଉଥାଏ। ଆଉ ସବୁବେଳେ ସେ ଜାଗାକୁ ଖୋଜୁଥାନ୍ତି ପପୁ ମହାରାଜଙ୍କର ଶ୍ୱଶୁର, ଯାହାକୁ ମୁଁ ହାଡ଼ିଆ ଭାଇ ବୋଲି ଡାକେ। ତେଣୁ ହାଡ଼ିଆ ଭାଇ ସବୁବେଳେ ମୋତେ ନେଇକି ଜମି ସବୁ ଦେଖାଉଥାନ୍ତି। ଏଠି ବାବା ଏଠି ଗୋଟେ ଜାଗା ଅଛି, ବାବା ସେଠି ଗୋଟେ ଜାଗା ଅଛି। ଏମିତି ଜାଗା ଦେଖା ଚାଲିଲା ପ୍ରାୟ 10-15 ଦିନ। ଜାଗା ମିଳୁଛି କିନ୍ତୁ 40 ଲକ୍ଷ ତଳକୁ କିଛି ନାହିଁ, ବା 30 ଲକ୍ଷ ତଳକୁ ଆଦୌ ନାହିଁ। ମୁଁ ଜମା ସାହସ କରି ଏତେ ଟଙ୍କା ଆସିବ କୁଆଡ଼ୁ, କିଏ ଦବ? ହଠାତ୍ ଏମିତି ଦିନେ ଜାଗା ଦେଖା ଚାଲିଛି, ସବୁ ଚାଲିଛି। ସେଇ ପପୁ ମହାରାଜଙ୍କର ଶ୍ୱଶୁର ଆଉ ଗୋଟେ ଦିନ ମୋତେ ଆଣିକି ଗୋଟେ ଜାଗା ଦେଖିଲେ, କହିଲେ ବାବା ଏଇ ଜାଗାଟା ଦେଖିଲେ ଏଇଟା ମନକୁ ପାଇବ? ମୁଁ ଦେଖିଲି, ମୁଁ କହିଲି ହଁ ଏଇଟା ବି ଚଳିବ। କେତେ ଟଙ୍କା? ନା ହଁ ଏଇଟା 25-30 ଲକ୍ଷ ନିହାତି ହବ। ମୁଁ କହିଲି ହଉ, ଆପାତତଃ 40-50 ଲକ୍ଷ ତ କମ, 25-30 ବାର୍ଗେନ କଲେ ହୁଏତ 25ରେ ମିଳିବ। ହଉ ଏଇଟା ଟିକେ କଥାବାର୍ତ୍ତା କରିବା। ସେଥିରେ କହିଲେ ନାଇଁ ଆପଣ ମନକୁ ପାଉଛି ତ? ମୁଁ କହିଲି ହଁ, ଚାଲନ୍ତୁ କଥାବାର୍ତ୍ତା କରିବା। ସେଥିରୁ ସେ କହିଲେ ସିଓର ଆପଣଙ୍କ ଏଇଟା ମନକୁ ପାଉଛି? ମୁଁ କହିଲି ହଁ ମନକୁ ପାଉଛି, ଆପଣ କଣ ଏଇଟାକୁ କିଣିଦେବା। ସେଥିରୁ ସେ କହିଲେ ଠିକ ଅଛି ଏଇଗୁଟା କିଣା ହବ। ମୁଁ କହିଲି ଚାଲୁନ ମାଲିକ ସାଙ୍ଗେ କଥାବାର୍ତ୍ତା କରିବା। ନା ମାଲିକ କିଏ? ମାଲିକ ତ ମୁଁ। ମାନେ ପପୁ ମହାରାଜଙ୍କ ଶ୍ୱଶୁର ହେଉଛନ୍ତି ସେ ଜମିର ମାଲିକ, ଅଥଚ ସେଇ ଜମିଟା ବିକିବା ପାଇଁ ବା କିଣିବା ପାଇଁ ସିଏ 15 ଦିନ ଭିତରେ ଜମା ଥରେ କହିନାହାନ୍ତି। ବରଂ ସେ ଅନ୍ୟ ଜାଗା ସବୁ ବୁଲେଇ ବୁଲେଇ ମୋତେ ଦେଖାଉଛନ୍ତି। ଏବଂ ଆମେ ଯାଉଛୁ, ସମୟ ଖର୍ଚ୍ଚ ହେଉଛି, କାରରେ ପେଟ୍ରୋଲ ପଡୁଛି, ପଇସା ଖର୍ଚ୍ଚ ହେଉଛି, ଆମେ ବୁଲୁଛୁ। ସେଇଦିନ ସେଇ ମୁହୂର୍ତ୍ତରେ ତାଙ୍କ ମନ ଭିତରୁ କଣ ଆସିଲା, ତା ପୂର୍ବରୁ ତାଙ୍କ ମନ ଭିତରକୁ ସେଗୁଡ଼ା ଢୁକିନି, ଏଟା ସିଓର। ହଠାତ୍ ମାନେ ଏଟା କାଳୁ କରୁଛି, କହିଲା ହଁ ଏଇଟା ତ ମୋର, ମୁଁ ବିକିବି। ମୁଁ କହିଲି ତାହେଲେ ଠିକ ଅଛି କହୁନାହାନ୍ତି କେତେ ଟଙ୍କା ନେବେ? ସେ ହସିଲେ, କହିଲେ ବାବା ଆପଣଙ୍କ ମନକୁ ପାଇଛି ତ? ଯଦି ଆପଣଙ୍କ ମନକୁ ପାଇଛି ଏଇଟା ମୁଁ ବିକିବି ନାହିଁ, ମୁଁ ଏଇଟା ଆପଣଙ୍କ ନାଁରେ ଦାନ କରିଦେବି। ଏଇଠି କାଳୁର ଖେଳ ଆସିଗଲା। ଯେଉଁ ଜମିଟା 25-30 ଲକ୍ଷରେ ବିକ୍ରି ହେଇପାରିବ, ଆଜିକାଲି ସମୟରେ 10 ଟଙ୍କା ମାଗିଲେ ଯଦି ଧାର କେହି ଦେବେ ନାହିଁ, କହିବେ ମୋ ପାଖରେ ନାହିଁ, ଆଗରୁ ମାଗିଥିଲି ମୋ ପାଖରେ ଥାନ୍ତା, ମୋର ଏନେ ସରିଗଲା। ଟଙ୍କା 5,000 ମାଗିଲେ ଲୋକ କେତେ ମିଛ କଥା କହିବେ। ସେ ଜାଗାରେ ପପୁ ମହାରାଜଙ୍କର ଶ୍ୱଶୁର, ଯାହାକୁ ମୁଁ ଅତି ଶ୍ରଦ୍ଧାରେ ଭଲ ପାଇବାରେ ହାଡ଼ିଆ ଭାଇ ବୋଲି ଡାକେ, ଅଥଚ ସେଇ ହାଡ଼ିଆ ଭାଇ ମୋତେ 15 ଦିନ ଧରିକି ଦୁନିଆ ଜାଗା ବୁଲଉଛନ୍ତି, ସେ ଜାଗା ଦେଖାଉନାହାନ୍ତି କି କହୁନାହାନ୍ତି। ସେଦିନ ତାଙ୍କ ମନ ଭିତରେ କାଳୁ ରାତିରେ କଣ ଭର୍ତ୍ତି କଲା, ସିଏ କହିଲେ ବାବା ଆପଣ ଯଦି ଆଶ୍ରମ କରିବେ, ଆପଣଙ୍କ ନାଁରେ ଏଇ ଜାଗା ମୁଁ ବିକ୍ରି କରିବିନି, ସବୁଦିନ ପାଇଁ ମୁଁ ଆପଣଙ୍କୁ ଦାନ କରିଦେବି। ମୁଁ ତଟସ୍ଥ ହେଇଗଲି। ମୁଁ ଭିତରେ କାନ୍ଦ କାନ୍ଦ ହେଇଗଲି। ମୁଁ ଭିତରେ କାନ୍ଦି ପକେଇଲି। ଗୋଟେ 25 ଲକ୍ଷର ଜମି ମୋତେ ହାଡ଼ିଆ ଭାଇ କହୁଛି ମୁଁ ଦାନ କରିଦେବି। ମୁଁ କହିଲି ହାଡ଼ିଆ ଭାଇ ତମ ଘରେ ତମ ସ୍ତ୍ରୀ ଅଛନ୍ତି, ତମର ଯୋଡ଼ିଏ ବଡ଼ ପୁଅ ଅଛନ୍ତି, ତାଙ୍କୁ ଯାଇ ପଚାର, ତମେ ସିନା ଚାହୁଁଛ ମୋତେ ଦେଇଦେବ ବୋଲି, କାଳେ ସେମାନେ ଅବଜେକ୍ଟ କରିପାରନ୍ତି। ସେ କହିଲେ ଠିକ ଅଛି ମୁଁ ପଚାରିକି ଆପଣଙ୍କୁ କହୁଛି। ମୁଁ ସେଦିନ ଫେରି ଆସିଲି।
ହାଡ଼ିଆ ଭାଇ ଯେତେବେଳେ ତାଙ୍କ ଘରେ ଯାଇକି ତାଙ୍କ ସ୍ତ୍ରୀ ଆଉ ତାଙ୍କ ଦୁଇ ପୁଅଙ୍କୁ କହିଛନ୍ତି ବାବା ଏଠି ଗୋଟେ ଆଶ୍ରମ କରିବେ, ଆମ ଜମିଟାକୁ ନେବେ, କ'ଣ ତାଙ୍କୁ ବିକିଦେବା? ଦେଖନ୍ତୁ, କାଳୁ ଚାହିଁଲେ, ମୁଁ କହିଛି ଗୋଟେ ଚୁଟକିରେ କେମିତି ଅସମ୍ଭବ ସମ୍ଭବ ହୁଏ। ତାଙ୍କର ଦୁଇ ବଡ଼ ପୁଅ ଏବଂ ତାଙ୍କର ସ୍ତ୍ରୀ, ହାଡ଼ିଆ ଭାଇର ସ୍ତ୍ରୀ, 3 ଜଣ ଯାକ କହିଲେ ବାବାଙ୍କୁ ଏ ଜମିଟା ଆମେ ଦାନ କରିଦେବା, ବିକିବାର ପ୍ରଶ୍ନ ନାହିଁ। ବାବା ଯଦି ଆସି ଏଠି ଆଶ୍ରମ କରନ୍ତି ସେଇଟା ଆମ ଜୀବନର ସୌଭାଗ୍ୟ। ମୁଁ ଯେତେବେଳେ ପପୁ ମହାରାଜଙ୍କୁ ଫୋନରେ କହିଲି ଯେ ତୁମ ଶ୍ୱଶୁର ଏଟାକୁ ଦାନ କରିଦେବାକୁ ଚାହୁଁଛନ୍ତି, ତମେ ତାଙ୍କୁ ପଚାର ସେ ଭଲ ମନରେ ଦଉଛନ୍ତି ତ? ପପୁ ମହାରାଜ ମଧ୍ୟ ଯେତେବେଳେ ତାଙ୍କ ଶ୍ୱଶୁରଙ୍କ ସହିତ କଥାବାର୍ତ୍ତା କଲେ, ସେ କହିଲେ ନାହିଁ ବାବା, ସେ ପ୍ରକୃତରେ ଦାନ କରିବେ। ଏବଂ ଦେଖନ୍ତୁ, ଯେଉଁଠି ଜମି କିଣା ହେବ ବୋଲି 44 ଲକ୍ଷ, 50 ଲକ୍ଷ, 40 ଲକ୍ଷ ଆମେ ଖୋଜୁଛୁ, ଆମ ପାଖରେ ଟଙ୍କା ନାହିଁ ବୋଲି ମୋ ମୁଣ୍ଡ ବୁଲେଇ ଯାଉଛି। ଅଥଚ ଏଣେ ତୁଳସୀଦାସ ଆଶ୍ରମର କଟକଣା ଜାରି ହେଲାଣି, ଏହି ନିୟମକୁ ପାଳନ ନ କଲେ ଆପଣ ଏଠି ଧ୍ୟାନ ଶିବିର କରିପାରିବେ ନାହିଁ। ଠିକ୍ ସେତିକି ବେଳେ କାଳୁ କେମିତି ଅସମ୍ଭବକୁ ସମ୍ଭବ କରେ। ସିଏ ଯାହା ଚାହିଁବ ଏ ସଂସାରରେ, ତା ଇଚ୍ଛା ଆଗରେ, ତା ବିନା ଇଚ୍ଛାରେ ଗଛରେ ପତ୍ରଟିଏ ହଲେ ନାହିଁ, ଆମେ ଯାହା ଶୁଣିଛେ ତାହା କେମିତି ଅକ୍ଷରେ ଅକ୍ଷରେ ସତ୍ୟ। ଏବଂ ଜୁ ହାଡ଼ିଆ ଭାଇ, ପପୁ ମହାରାଜଙ୍କର ଶ୍ୱଶୁର, ମୋତେ ଦୀର୍ଘ 10-15 ଦିନ ଧରିକି ଅନ୍ୟାନ୍ୟ ଜାଗା ବୁଲେଇ ଦେଖାଉଥିଲେ, ଅଥଚ ସେତେବେଳେ କହୁନଥିଲେ ମୋର ଗୋଟେ ଜାଗା ଅଛି ମୁଁ ଦାନ କରିବି। ତାଙ୍କ ମୁଣ୍ଡ ଭିତରେ କାଳୁ କ'ଣ ପଶେଇଲା ସେ କାଳୁ ଜାଣେ। ହଠାତ୍ ସିଏ କହୁଛନ୍ତି ଯେ ବାବା ଏଟା ମୁଁ ଦାନ କରିଦେବି। ମାର୍ଚ୍ଚ 12 ତାରିଖ ଦିନ ତୁଳସୀଦାସ ଆଶ୍ରମର ମ୍ୟାନେଜମେଣ୍ଟ ମୋ ପ୍ରତି କଟକଣା ଲାଗୁ କଲା ଏବଂ ମାର୍ଚ୍ଚ 31 ତାରିଖ, ମାର୍ଚ୍ଚ 12ରେ ମୋ ଉପରେ କଟକଣା ଜାରି ହେଲା। ତୁଳସୀଦାସ ଆଶ୍ରମରେ ଆପଣ ଏଇ ନିୟମ ପାଳନ ନ କଲେ ଶିବିର କରିପାରିବେ ନାହିଁ। ମାର୍ଚ୍ଚ 31 ତାରିଖ, ତାର 19 ଦିନ ପରେ ହାଡ଼ିଆ ଭାଇର ସେଇ ଗାଁ ଭିତରେ ସୁନ୍ଦର ଜମିଟିଏ ମୋ ନାଁରେ ରେଜିଷ୍ଟ୍ରେସନ ହେଇଗଲା। ମାତ୍ର 19 ଦିନ ପରେ ଜମିଟିଏ ମାଗଣାରେ ମୋ ନାଁରେ ରେଜିଷ୍ଟ୍ରେସନ ହେଇଗଲା। ମାର୍ଚ୍ଚ 31ରେ, ମାର୍ଚ୍ଚ 31ରେ ଜମି ରେଜିଷ୍ଟ୍ରେସନ ହେଇଗଲା। ଏପ୍ରିଲ 20, ମାନେ ଏପ୍ରିଲ 31 ହେଇନି, ମାସେ ବି ହେଇନି, ତାର ମାତ୍ର 19 ଦିନ ପରେ ଆଶ୍ରମ ନିର୍ମାଣ କାର୍ଯ୍ୟ ଏଇ ଅକ୍ଷୟ ତୃତୀୟା ଦିନ ମଧ୍ୟ ଭୂମି ପୂଜନ ହେଇଗଲା। ମାନେ ସତେ ଯେମିତି କ'ଣ ହେଇଯାଉଛି ମୁଁ ଜାଣିପାରୁନି। କାଳୁ ଯେମିତି ସବୁ ନିଜେ କରି ନେଉଛି। ମାତ୍ର 19 ଦିନ ପରେ ଜମିଟା କିଣା ହେଇଛି, ହଠାତ୍ କାମ, ଟଙ୍କା ତ ଯୋଗାଡ଼ ହେଲେ ଫେରେ ମାନେ କାମ ଆରମ୍ଭ ହବ। ଟଙ୍କା କୁଆଡ଼ୁ ଯୋଗାଡ଼ ହେଲା, କେମିତି ଭୂମି ପୂଜନ ହେଇ କାମ ଆରମ୍ଭ ହେଇସାରିଲାଣି, ସେ କଥା ମୁଁ ଏ ଭିଡ଼ିଓରେ କହୁନି। ହୁଏତ ଦରକାର ପଡ଼ିଲେ ମୁଁ ଭବିଷ୍ୟତରେ ଅନ୍ୟ କୌଣସି ଭିଡ଼ିଓରେ କହିବି। କିନ୍ତୁ ବିଶ୍ୱାସ କରନ୍ତୁ, ମାର୍ଚ୍ଚ 12 ତାରିଖରେ ତୁଳସୀଦାସ ଆଶ୍ରମର ମ୍ୟାନେଜମେଣ୍ଟ ଦ୍ୱାରା ମୋ ପ୍ରତି କଟକଣା ଜାରି ହେଲା। ମାର୍ଚ୍ଚ 31 ତାରିଖରେ 19 ଦିନ ପରେ ଜମି କିଣା ସଇଲା ଏବଂ ତାର ଠିକ୍ 19 ଦିନ ପରେ ଭୂମି ପୂଜନ ହେଇକି ମୋର ଆଶ୍ରମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଗଲା। ଏଗୁଡ଼ା ଯଦି କାଳୁ କରୁନି ତାହେଲେ କିଏ କରୁଛି? ଆଜିକାର ସମୟରେ ଜମି ବାଡ଼ି ସମ୍ପତ୍ତିକି ନେଇ ଟଙ୍କା ପାଇଁ ଭାଇ ଭାଇର ମୁହଁକୁ ଚାହୁଁନି, ବାପ ପୁଅଙ୍କ ଭିତରେ କଳି ତକଳା ଝଗଡ଼ା, ପୁଅ ବାପାକୁ ହାଣିଦେଲାଣି, ସ୍ୱାମୀ ସ୍ତ୍ରୀ ଭିତରେ ଭୁଲ ବୁଝାମଣା। ସେଇଭଳି ଏକ ସମୟ ଭିତରେ ଯେଉଁ ସ୍ୱାର୍ଥପର ଦୁନିଆ ଭିତରେ ଆମେମାନେ ଜୀବନ ଜିଉଛେ, ଠିକ୍ ସେତିକି ବେଳେ ମୋତେ ଜଣେ ଜମି ଦାନ କରିଦେଉଛନ୍ତି, ଅଥଚ ବିକିଥିଲେ ହୁଏତ ସେ 20-25 ଲକ୍ଷ ପାଇଥାନ୍ତେ। ତାଙ୍କ ମନ ଭିତରେ ଏଇ ମୁଁ ଦାନ କରିଦେବି, এটা କିଏ ଭର୍ତ୍ତି କରୁଛି? ଆପଣମାନେ କ'ଣ ଭାବି ପାରୁଛନ୍ତି ମୁଁ ଜାଣିନି। ଆ ମୂଳରେ କେବଳ କାଳୁ କାଳୁ କାଳୁ। ସେଇ ସକାଶେ କହିଲି, କାଳୁ ଯଦି ଗୋଟାଏ ଜିନିଷ ଚାହିଁବ, ଏଠି ଅସମ୍ଭବ ବୋଲି ସଂସାରରେ କିଛି ନାହିଁ, ସବୁ ସମ୍ଭବ ହୋଇଯିବ। ତେଣୁ ମୁଁ ଯେ କହିଲି କାଳୁ ମୋର ସବୁ କିଛି ବୁଝେ। ଏଇ ସବୁ କିଛି ବୁଝିବା ଭିତରେ ଏଇ ମୋର ଯେଉଁ ନୂତନ ଆଶ୍ରମ
ଏଇ ଯେଉଁ ଆଶ୍ରମଟା ଆ ନାଁ ହେଉଛି ଶୂନ୍ୟ ସ୍ୱାମୀ ଧ୍ୟାନ ପୀଠ। ଶୂନ୍ୟ ସ୍ୱାମୀ ଧ୍ୟାନସ୍ଥ ଅବସ୍ଥାରେ ଆଜିକି ପ୍ରାୟ 25 ବର୍ଷ ତଳେ 25-30 ବର୍ଷ ତଳେ ସେଇ କାଳୁ ଧ୍ୟାନସ୍ଥ ଅବସ୍ଥାରେ ଏଇ ନାମକରଣଟି ସେ ମୋର କରିଥିଲା, ଯେଉଁଟା ମୁଁ ଆଜି ଯାଏଁ କାହାରି ଆଗରେ କୁହେନି। ମୁଁ ଜଣେ ସାଧାରଣ ମଣିଷ ହିସାବରେ କହୁଛି, ଏବେ ବି ମଧ୍ୟ ମୁଁ ଜଣେ ସାଧାରଣ ମଣିଷ ଅଛି, କିନ୍ତୁ ଏଇ ଯେଉଁ ଶୂନ୍ୟ ସ୍ୱାମୀ ନାମଟି କାଳୁ ମୋତେ ଧ୍ୟାନସ୍ଥ ଅବସ୍ଥାରେ ମୋତେ ଦେଇଛି ଯେ ତୋର ମୃତ୍ୟୁ ପରେ ତୁ ଶୂନ୍ୟ ସ୍ୱାମୀ ନାମରେ ପରିଚିତ ହେବୁ। ତେଣୁ ଏଇ ଯେଉଁ ନୂତନ ଆଶ୍ରମ, ସେଇଟା ତ ମୋର ଆଶ୍ରମ ନୁହେଁ, ମୁଁ ଜମା କହିବିନି। ଜଣେ ବନ୍ଧୁ କହିଲେ ଏଇଟା ମୋର ବୋଲି କୁହନ୍ତୁନି, ମୁଁ ବି କହୁନି ମୋର, ଏଇଟା ସମସ୍ତଙ୍କର। ଯେଉଁମାନେ এই ଭିଡ଼ିଓ ଦେଖୁଛନ୍ତି ସମସ୍ତଙ୍କର, ଯେଉଁମାନେ ଚାହିଁବେ ଆଶ୍ରମ ତିଆରି ସରିଲା ପରେ ସମସ୍ତଙ୍କୁ ନିମନ୍ତ୍ରଣ, ସମସ୍ତେ ମୋ ଆଶ୍ରମକୁ ଆସିପାରିବେ, ଆଶ୍ରମରେ ରହିପାରିବେ। ଏ ଆଶ୍ରମ ହେଉଛି କାଳୁର, ଏ ଆଶ୍ରମ ହେଉଛି କାଳୁର। ଏ ଜୀବନରେ କାଳୁ ପାଦ ତଳେ ପଡ଼ି ଯେ ଚାକର ଭଳି ରହିଛି କାଳୁର ସେବା କରିବା ପାଇଁ, ସେଇ ମଣିଷଟିର ଯାହାକୁ କାଳୁ ନାମ ଦେଇଛି ଶୂନ୍ୟ ସ୍ୱାମୀ। ତେଣୁ ପୁଣି ଥରେ କହୁଛି, ଏସବୁ ସମ୍ଭବ ହେଇଛି କେବଳ କାଳୁ ପାଇଁ। ତେଣୁ ତମ ମନ ଭିତରେ, ତମେ ହୃଦୟରେ ଯଦି ନିର୍ମଳ ଏବଂ ନିଷ୍ପାପ, ତାହେଲେ ସେଇଭଳି ଏକ ନିର୍ମଳ ନିଷ୍ପାପ ହୃଦୟ ଭିତରେ କାଳୁ ଘର କରି ରହିଥାଏ। ଏମିତି ଆମେ କହୁଛେ ଈଶ୍ୱର ଆମରି ଭିତରେ ଅଛନ୍ତି, ଏଟା ଶାସ୍ତ୍ର ଅନୁସାରେ ଆମେ କହୁଛେ, କିନ୍ତୁ କେତେଜଣ ନିଜ ଭିତରେ ଈଶ୍ୱରଙ୍କୁ ଉପଲବ୍ଧିରେ ଆଣିଛନ୍ତି? ମୁଁ ଈଶ୍ୱରଙ୍କୁ ଉପଲବ୍ଧିରେ ଆଣିଛି। କାଳୁକୁ ନୀତି ପ୍ରତି ମୁହୂର୍ତ୍ତରେ ମୁଁ ଅନୁଭବ କରେ, ସେ ମୋ ପାଖେ ପାଖେ ଅଛି, ପ୍ରତି ମୁହୂର୍ତ୍ତରେ ଅଛି। ମୁଁ ଚାହିଁଲି ମୋର ଗୋଟେ ଆଶ୍ରମ ହଉ। ରିଟାୟାରମେଣ୍ଟ ପୂର୍ବରୁ ମୁଁ ସବୁବେଳେ ଚାହୁଁଥିଲି ମୁଁ ରିଟାୟାର କଲା ପରେ ଗୋଟେ ଆଶ୍ରମ କରି ରହିବି, କାରଣ ସଂସାର ଜୀବନ କ'ଣ ମୁଁ ଜାଣିଲି, ଏଥରକ ସନ୍ନ୍ୟାସ ଜୀବନ କ'ଣ ମୁଁ ଜାଣିବି। ଏଇଟା କ'ଣ ଛୋଟିଆ ଖେଳର କଥା? ମୋ ଭଳିଆ ଏକ ମଧ୍ୟବିତ୍ତ ବ୍ୟାଙ୍କରେ ଚାକିରି କରୁଥିବା ମଣିଷଟିଏ ପାଇଁ ମୁଁ ଚାହୁଁଛି ମୁଁ ଗୋଟେ ସନ୍ନ୍ୟାସ ଜୀବନ ନେବି। ସେଥିପାଇଁ ତୁଳସୀଦାସ ଆଶ୍ରମକୁ ମୋର ସାନ ଭାଇ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ଦ୍ୱାରା ସେ ବ୍ୟବସ୍ଥା କରେଇଦେଲା। ମୁଁ ତୁଳସୀଦାସ ଆଶ୍ରମ ପ୍ରତି ମଧ୍ୟ କୃତଜ୍ଞ, କାରଣ ସେଠି ମୋର ଅନେକ ବର୍ଷ ବିତି ଯାଇଛି। ସେଇ ଆଶ୍ରମରେ ସନ୍ନ୍ୟାସ ଜୀବନ ମୁଁ କ'ଣ ଜାଣିଲି, ସେଇ ଆଶ୍ରମରେ ମୋର ଓଡ଼ିଶା ସାରା ଅନେକ ଅନୁଗାମୀ ମାନଙ୍କ ସହିତ ମୋର ପରିଚିତ ହେଲା। ସେ ଆଶ୍ରମ ମୋର ଏନ୍ତୁଡ଼ିଶାଳ, ସନ୍ନ୍ୟାସ ଜୀବନର ଏନ୍ତୁଡ଼ିଶାଳ ହେଲା ତୁଳସୀଦାସ ଆଶ୍ରମ। ସେ ଆଶ୍ରମକୁ ମୁଁ ପର କରୁନି, ମୁଁ ମୃତ୍ୟୁ ଯାଏଁ ତୁଳସୀଦାସ ଆଶ୍ରମ ସହିତ ଜଡ଼ିତ ଅଛି, ରହିବି। କିନ୍ତୁ ଯେହେତୁ କେତେକ କଟକଣା ଜାରି କରାଗଲା, ଯେଉଁ କଟକଣା ଭିତରେ ମୁଁ ମୋର ଆଧ୍ୟାତ୍ମିକ ଯାତ୍ରାକୁ ଜାରି ରଖିପାରିବି ନାହିଁ, ତେଣୁ ବାଧ୍ୟ ହେଇକି ମୁଁ ଚାହିଁଲିନି, ଏଟା କାଳୁ ଚାହିଁଲା। କାରଣ ମୁଁ କାହାକୁ ନାଚ ଗୀତ ଶିଖଉନି। ପ୍ରତ୍ୟେକ ମଣିଷର ଆଧ୍ୟାତ୍ମିକ ଉତ୍ତରଣ କିପରି ହେବ, ପ୍ରତ୍ୟେକ ମଣିଷ କେମିତି ଏଇ ଛୋଟିଆ ଜନ୍ମରେ ଈଶ୍ୱରଙ୍କର ସାକ୍ଷାତ ପାଇପାରିବ, ସେଇ ରାସ୍ତା ମୁଁ ଦେଖଉଛି। ତେଣୁ ଏଇ ରାସ୍ତା ଦେଖେଇଲା ବେଳେ ଯେତେବେଳେ ଗୋଟେ କଟକଣା ଜାରି ହେଲା, କାଳୁ କହିଲା କିଛି ଚିନ୍ତା କରନା, ମୁଁ ତୋ ପାଇଁ ପୁଣି ନିଜସ୍ୱ ଗୋଟେ ଆଶ୍ରମ ତିଆରି କରିଦେବି, ବ୍ୟବସ୍ଥା କରିଦେବି। ଏବଂ ସେଇ କାଳୁର ଆଶୀର୍ବାଦ, କରୁଣା ଏବଂ ସେ କିଭଳି ମୋର ପ୍ରତିଟି ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ଏ ଜୀବନରେ ଅଛି, ବିନା ଟଙ୍କାଟିଏ ଖର୍ଚ୍ଚ କରି ମାଗଣାରେ ମୋତେ ଖଣ୍ଡିଏ ଜମି ମିଳିଗଲା, ଯେଉଁଟା ବର୍ତ୍ତମାନ ସମୟରେ ଅତ୍ୟନ୍ତ ବିରଳ ଘଟଣା। ମୁଁ ଜାଣେ ଏ ସବୁ ପଛରେ କାଳୁ ଅଛି। ତେଣୁ ବନ୍ଧୁ, ମୋର କହିବାର କଥା ହେଲା, ଏଇ ଯଦି ମୋର କାଳୁ, ମୋ କଥା ଯଦି ଆପଣମାନେ ଶୁଣୁଛନ୍ତି, ତେଣୁ ସେୟା କହୁଛି ଆପଣ ନିଃସର୍ତ୍ତ ଭାବରେ ତା ପାଖରେ ସମର୍ପଣ କରିଯାଆନ୍ତୁ। ତାକୁ ଆଦୌ କିଛି ମାଗନ୍ତୁ ନାହିଁ, ମୋତେ ଏହା ଦିଅ, ତା ଦିଅ, ମୋ ଝିଅକୁ ଚାକିରି କରିଦିଅ, ମୋତେ ଭଲ ଭଡ଼ା ଘର ଖଣ୍ଡେ ଖୋଜି ଦିଅ, କିଛି ମାଗନ୍ତୁନି। ସେ ସବୁ ଜାଣୁଛି। ଯଦି ଆପଣ ତଥ୍ୟ ସୁଦ୍ଧା ମାଗୁଛନ୍ତି, ତା ଅର୍ଥ ଆପଣ ନିଜେ ପରୋକ୍ଷରେ କହିଦେଉଛନ୍ତି କାଳୁ କିଛି ଜାଣିପାରୁନି, କାଳୁ କିଛି
ତାର କିଛି ମାନେ ଜ୍ଞାନ କରିବା କିଛି ନାହିଁ। ଆପଣ ନିଜେ ମାନୁଛନ୍ତି ସେ ଗୋଟେ ନିର୍ଜୀବ ଠାକୁର। ଯଦି ମାଗୁଛନ୍ତି, ଯଦି ଜାଣୁଛନ୍ତି ସେ ନିର୍ଜୀବ ନୁହଁ, ସଜୀବ, ତାର ଗୋଟେ ଜୀବନ୍ତା ସତ୍ତା ଅଛି, ସେ ଗୋଟେ ଜୀବନ୍ତ ଠାକୁର, ତାକୁ ମାଗିବାର କିଛି ଆବଶ୍ୟକତା ନାହିଁ। କିନ୍ତୁ ତାକୁ ଭଲ ପାଆନ୍ତୁ, ପ୍ରେମ କରନ୍ତୁ, ନିଜର ଘରର ଗୋଟେ ମୁରବୀ ହିସାବରେ ଗ୍ରହଣ କରି ଯାଆନ୍ତୁ। ନିଜ ଘରରେ ବାପାଙ୍କ ସହିତ ଯେମିତି ବ୍ୟବହାର କରୁଛନ୍ତି, ନିଜର ଖାଇବା ପିଇବା ଶୋଇବା ଚାଲି ଚଳନ ଯେମିତି, ତାକୁ ଆଉ ବନ୍ଧୁ ରୀତିନୀତି ବିଧି ବିଧାନ ପ୍ରଥା ପରମ୍ପରା ଶାସ୍ତ୍ର ପୁରାଣର ଶ୍ଲୋକ ବାହାରୁ ବନ୍ଧନରେ ତାକୁ ବାନ୍ଧି ରଖନ୍ତୁ ନାହିଁ। ଆମେ ଯେମିତି ସାଧାରଣ ମଣିଷ ତାକୁ ଆମରି ଭଲ ପାଇବାରେ ତାକୁ ବାନ୍ଧି ଦିଅନ୍ତୁ। ଯଦି ଆପଣଙ୍କର ପ୍ରେମର ବନ୍ଧନରେ ଆପଣ କାଳକୁ ବାନ୍ଧି ଦେଇପାରିଲେ, ତାହେଲେ ଜୀବନଟା କେବଳ ସରସ ସୁନ୍ଦର ହେବ ତା ନୁହେଁ, ବିନା ଦୁଶ୍ଚିନ୍ତାରେ, ବିନା ଟେନସନରେ, ବିନା ଚିନ୍ତାରେ, କୁଳୁ କୁଳୁ ନାଦରେ ଯେମିତି ଝରଣାଟିଏ ବହିଯାଏ, ସେମିତି ଏ ଜୀବନ ନଦୀ କୁଳୁ କୁଳୁ ନାଦରେ ବହି ସେଇ ସାଗରରେ ମିଳିତ ହେବ, ଯେଉଁ ସାଗରର ନାଁ ହେଲା ପରମାତ୍ମା। ଆଜି ପାଇଁ ରହିଲି, ନମସ୍କାର।